ଯେତେବେଳେ ଦିଲ୍ଲୀରେ ବ୍ଲାଷ୍ଟ ହେଉଛି ସେତେବେଳେ ଓଡ଼ିଶାରେ ଚାରିଆଡ଼େ ହାଇ ଆଲର୍ଟ ହେଉଛି। ଆଗରୁ କାହିଁକି ଶୋଇଛନ୍ତି? ଆଗରୁ କାହିଁକି ଶୋଇଛନ୍ତି? ମାନେ ଏମାନଙ୍କର କ'ଣ ତିନ୍ତିଲା ପରେ ଘର ଛପର କରିବା ପାଇଁ ମନ ପଡ଼େ। ଦେଖନ୍ତୁ, ପ୍ରଥମେ ତ ମୁଁ ସେ ପରିବାର ଯେଉଁମାନଙ୍କ ପରିବାରର ମୃତକ ହେଲେ ସେମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସେ ପରିବାରକୁ ଶକ୍ତି ଦିଅନ୍ତୁ। ଏଇଭଳି ମାନେ ଦୁଃଖଦ ଘଟଣାରୁ ସେମାନେ କେମିତି ବାହାରକୁ ଆସିବେ, ନିଜକୁ ଷ୍ଟ୍ରଙ୍ଗ ଭାବରେ କେମିତି ଠିଆ କରିବେ ସେ ପରିବାର ପ୍ରତି ଏବଂ ଆହତମାନଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରୁଛି। ଲାଲକିଲ୍ଲା ଆପଣ ସମସ୍ତେ ଜାଣିଛନ୍ତି ସବୁଠୁ ହାଇ ସିକ୍ୟୁରିଟି ଜୋନ୍। ଆଉ ସେଠି କେଉଁଭଳି ଭାବରେ ଭିଡ଼ ଥାଏ। ଯେଉଁମାନେ ଦିଲ୍ଲୀରେ ଯାଇଛନ୍ତି ଇଭିନିଂ ଆୱାରରେ ସେଠି ବହୁତ ସେଟା ସ୍ପୋର୍ଟସ ଏରିଆ ହାଇ ମାନେ ସେ ଜାଗାଟା ଲାଲକିଲ୍ଲାଟା। ଆଉ ଗେଟ୍ ନମ୍ବର 1 ପାଖରେ ଯେତେବେଳେ ଏତେ ବଡ଼ ସନ୍ଧ୍ୟା ସମୟରେ ଯେତେବେଳେ କ୍ରାଉଡ଼ ଅଛି ସେତେବେଳେ ଏଇଭଳି ବ୍ଲାଷ୍ଟ ହେଇକିନା ଯେଉଁ ମୃତାହତ ହେଲେ ଅତ୍ୟନ୍ତ ଦୁଃଖଦ କଥା। ମାନ୍ୟବର ମୋର ନେତା ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରିଛନ୍ତି, ସାନ୍ତ୍ୱନା ଦେଇଛନ୍ତି, ଦୁଃଖ ପ୍ରକଟ କରିଛନ୍ତି। ଗୋଟେ କଥା ମନକୁ ଆସୁଛି, ଯେଉଁ କଥା ଆପଣମାନେ ପଚାରୁଥିଲେ କାହିଁକି ଏଭଳି ହେଉଛି, କେଉଁଠି ନା କେଉଁଠି ସିକ୍ୟୁରିଟି ଲାପ୍ସେସ୍ ଅଛି, ଗୋଇନ୍ଦା ବିଭାଗ ଫେଲ୍ ଅଛି, NIA ଅଛି ଆମ ପାଖରେ, ଗୋଇନ୍ଦା ବିଭାଗ ଅଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସବୁ ଥାଇ ମଧ୍ୟ ଆମେ ଏକୁ କଣ୍ଟ୍ରୋଲ କରିପାରୁନେ। କାହିଁକି ନା କାହିଁକି ବାରମ୍ବାର ଏସବୁ ଘଟଣା ହେଉଛି। ପୁଲୱାମା ଦେଖିଲେ, ପେହେଲଗାମ ଦେଖିଲେ, ଦିଲ୍ଲୀ ଦେଖିଲେ, ଏମିତି ଭାରତ ବର୍ଷରେ ମଧ୍ୟ ଅନେକ ଜାଗାରେ ଏଭଳି ସିଚୁଏସନ୍ ହେଉଛି। ଏ ସିଚୁଏସନ୍ ପାଇଁ କିଏ ଦାୟୀ, କିଏ ହୁ ଇଜ୍ ରେସ୍ପନ୍ସିବଲ୍, କିଏ ତା'ର ନିଜର ଦାୟିତ୍ୱ ନେବ? କାହିଁକି ନା ଯେତେବେଳେ ଆପଣ ଗୃହ ବିଭାଗ କଥା କହୁଛନ୍ତି ନିଶ୍ଚିତ ଭାବରେ ଇଣ୍ଟେଲିଜେନ୍ସ କଥା ଆମେ କହିବୁ। ଇଣ୍ଟେଲିଜେନ୍ସ ସେଠି ତ ପୋଲିସ, ମୁଁ ନିଜେ ଯାଏ, ପୋଲିସ ତ ଛାଉଣି ଥାନ୍ତି, କେମିତି ଜାଣିପାରିଲେ ନାହିଁ ଏତେ ବଡ଼ ବ୍ଲାଷ୍ଟ ହେଲା। ଆଉ ଗୋଟେ କଥା, ଯେତେବେଳେ ଦିଲ୍ଲୀରେ ବ୍ଲାଷ୍ଟ ହେଉଛି ସେତେବେଳେ ଓଡ଼ିଶାରେ ଚାରିଆଡ଼େ ହାଇ ଆଲର୍ଟ ହେଉଛି। ଆଗରୁ କାହିଁକି ଶୋଇଛନ୍ତି? ଆଗରୁ କାହିଁକି ଶୋଇଛନ୍ତି? ମାନେ ଏମାନଙ୍କର କ'ଣ ତିନ୍ତିଲା ପରେ ଘର ଛପର କରିବା ପାଇଁ ମନ ପଡ଼େ, କିଛି ନଥାଏ। ଆପଣ ଆଜି କୋଣାର୍କ, ପୁରୀ ଏଇ ଯେଉଁ ଜାଗାରେ ସିକ୍ୟୁରିଟି ମାନେ ହାଇ ସିକ୍ୟୁରିଟି ଇଏ କରୁଛନ୍ତି, କେମିତି ଭାବରେ କଡ଼ା ସୁରକ୍ଷା କଥା କହୁଛନ୍ତି। 2 ଦିନ ତଳେ ତ ମୁଁ ଯାଇଥିଲି, କାଲି ତ ମୁଁ ଯାଇଥିଲି, କାହିଁ ସେଭଳି ସିକ୍ୟୁରିଟି ତ ମୁଁ କେଉଁଠି ଦେଖିନଥିଲି। ସେଭଳି ସିକ୍ୟୁରିଟି ତ କେଉଁଠି ନାହିଁ। ଆପଣ ଆଗରୁ ମଧ୍ୟ ଦେଖନ୍ତୁ, ଯେତେବେଳେ ଅନୁପ ଗୌରଙ୍କର ରିପୋର୍ଟ ଆସିଛି, ଷ୍ଟାମ୍ପେଡର ରିପୋର୍ଟ ଆସିଛି, ସେ କ'ଣ କହିଛନ୍ତି 40% ଯେଉଁ CCTV ସେଠି କାମ କରୁନଥିଲା। ଆପଣ କେମିତି କହୁଛନ୍ତି ହାଇ ସିକ୍ୟୁରିଟି ଜୋନ୍ କରିକି ରଖିଛନ୍ତି? ଆପଣ 275ଟା CCTV ଲଗାହେବାର ଥିଲା। 5 ମେଗାପିକ୍ସେଲର ଆପଣ 5 ମେଗାପିକ୍ସେଲର ନ ଲଗେଇ 2 ମେଗାପିକ୍ସେଲର ଲଗେଇଲେ, 100 ଭିତରେ ଲଗେଇଲେ। ଆଉ ଯେଉଁ IG ଡ୍ରୋନ୍ କମ୍ପାନୀକି 88 ଲକ୍ଷରେ ଟେଣ୍ଡର ଦେଇଥିଲେ, ଦୟାଲ ଗଙ୍ଗୱାର ଦେଇଥିଲେ, ତାଙ୍କ ଉପରେ କାହିଁ କାର୍ଯ୍ୟାନୁଷ୍ଠାନ ତ ହେଲାନି? କାହିଁକି? ଯଦି ଆପଣ IG ଡ୍ରୋନ୍ ଉପରେ ବ୍ଲାକଲିଷ୍ଟେଡ୍ କରିବାକୁ କହୁଛନ୍ତି, ଯିଏ ତାଙ୍କୁ ଅର୍ଡ଼ର ଦେଲା ତାଙ୍କର ବ୍ଲାକଲିଷ୍ଟେଡ୍ ହେବନି? ଏଇଭଳି ସିକ୍ୟୁରିଟି ଲାପ୍ସେସ୍ ପାଇଁ ଆଜି ଜୀବନ ଯାଉଛି। এইভাবে সিক্যুরিটি লাপসেস পাই স্টাম্পেড হেলা জনা পড়িলা নাই। আর সমস্ত দায়িত্ব এবং কর্তব্য হচ্ছে সবুযাক হচ্ছে হোম ডিপার্টমেন্টর মধ্যে রয়েছে। আউ ওড়িশার যে হেলা এই ছোট ছোট 7 জন পুলিশ অফিসরকে আপনার সসপেন্ড করিকি দাটু তা দেহরে 2 জন রাষ্ট্রপতি আওয়ার্ড পাইଥିବା পুলিশ অফিসর্স ଥିଲେ ତାଙ୍କୁ ଆପଣ ସସ୍ପେଣ୍ଡ କରିକି କ'ଣ ଦେଖାଇବାକୁ ଚାହୁଁଛନ୍ତି? କ'ଣ ଦେଖିବାକୁ ଚାହୁଁଛନ୍ତି ଯେ ସମସ୍ତେ ବଡ଼ ବଡ଼ ମୁଣ୍ଡ ଯେଉଁମାନେ ରହିଲେ ସେମାନେ ସବୁ ଭଲ, ଆଉ ଛୋଟ ଛୋଟ ଲୋକଙ୍କ ଉପରେ ଆପଣ ନଡ଼ିଆ ବାଡ଼ି ଦେବାକୁ ଚାହିଁଲେ, ସେଇଆ କଲେ। ସେମିତି ହୁଏନି ଆଜ୍ଞା। ଯେତେବେଳେ ଦାୟିତ୍ୱ ଯିଏ ନେଇଛି, ଯିଏ ବଡ଼, ଯାହା ଉପରେ ରେସ୍ପନ୍ସିବିଲିଟି ଅଛି, ସିଏ ଦାୟିତ୍ୱ ନେବା କଥା। ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଆଇନ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, DGକି କାହିଁକି ସସ୍ପେଣ୍ଡ କରାଯିବନି? କାହିଁକି ADG ର୍ୟାଙ୍କର ଯେଉଁମାନେ ଥିଲେ ଭିଡ଼ ନିୟନ୍ତ୍ରଣ କରିପାରିଲେ ସେ এইথিপাই কହୁছি আজি যেতবে আপনার দিল্লীরে ব্লাস্ট হচ্ছে আজি আপনার নিদ ভাঙ্গুছি সেমিতি কুম্ভকর্ণ নিদারে নহলে আপনার সবুদিনে শোইথিবে। দেখুন আজ্ঞা কাহাকু কইবে মানে কহিবে তো কহিবে কাহাকু শুনিবে তো শুনিব কিଏ? তেণু যিয়ে এ কথা কହୁଛନ୍ତି ତାଙ୍କୁ ଦୟାକରି ଆପଣମାନେ ପଚାରନ୍ତୁ ଏ ଜିନିଷ କାହିଁ ହେଲା। ଆପଣ ତ କହିଛନ୍ତି ସିକ୍ୟୁରିଟି ଲାପସେସ୍ ହେବନି, ଆମେ ତ ଗୋଡ଼େଇକି ସବୁ ଧରିବୁ, ଗୋଡ଼େଇକି ସବୁ ମାରିବୁ। ଆମେ ବି ଚାହୁଁଛୁ ଯିଏ ଏ କାମ କରୁଛି, ଯିଏ ବି କାମ କରୁଛି, ଯେଉଁ ବି ଆତଙ୍କବାଦୀ ଘରେ ପଶିକି ମାରନ୍ତୁ, ଛାଡ଼ନ୍ତୁନି।